ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ। ରୂପେ ଷ୍ଟୋରିରେ ପୁଣି ଏକ ଭିଡ଼ିଓରେ ସମସ୍ତଙ୍କୁ ସ୍ୱାଗତ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଜାଣିଥିବେ ବର୍ତ୍ତମାନ ରାମ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଜାରି ରହିଛି। ଆସନ୍ତା ତାରିଖ 22/1/2024 ତାରିଖରେ ଏହି ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ଏହି ରୀତିନୀତିରେ ନେତ୍ର ଅପସାରଣ ଓ ପ୍ରତିଫଳନ ନୀତି ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାଣ ପ୍ରତିଷ୍ଠା ପରେ ବିଗ୍ରହଙ୍କୁ ଦର୍ପଣରେ ଦେଖାଯାଇଥାଏ। ଏହି ସମୟରେ ଦର୍ପଣ ଭାଙ୍ଗି ଯାଇଥାଏ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ହୋଇଥାଏ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୂର୍ତ୍ତିଙ୍କ ଆଖିରେ ଏକ ପଟି ବନ୍ଧା ଯାଇଥାଏ। ପରେ ହୋମଯଜ୍ଞ ହୋଇ ପ୍ରାଣଦାନ ପରେ ଆଖିପଟି ଖୋଲା ଯାଇଥାଏ। ଏ ବିଷୟରେ ଜ୍ୟୋତିଷମାନେ କହିଛନ୍ତି, ଯେତେବେଳେ ପିଲାଟି ଗର୍ଭରୁ ଆସେ ସେତେବେଳେ ତା ଆଖିକୁ ଆବୃତ କରି ରଖାଯାଇଥାଏ, ଯେପରି ସେ ଆଲୋକ ଦେଖି ବିଚଳିତ ହେବ ନାହିଁ କି ଡରିଯିବ ନାହିଁ। ସେହିଭଳି ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନଙ୍କ ପ୍ରତିମାକୁ ଏକ କପଡ଼ାରେ ବନ୍ଧା ଯାଇଥାଏ। ପୂଜା ପରେ ସେଥିରେ ଏକ ଉଜ୍ଜ୍ୱଳ ଆଲୋକ ସ୍ଥାପନ କରାଯାଏ। ପୂଜା ମଧ୍ୟରେ ନେତ୍ରୋନ୍ମୀଳନ ବିଧି କରାଯାଏ। ପରେ ଏଥିରେ କଜ୍ଜଳ ଲଗାଯାଏ। ଏହି ରୀତିନୀତି ଓ ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନ ଶ୍ରୀରାମଙ୍କ ଆଖିକୁ ଏକ ଶକ୍ତି ଆସିଥାଏ। ମନ୍ତ୍ର ଜପ ସମୟରେ ଆଖିରୁ ଆସୁଥିବା ଉଜ୍ଜ୍ୱଳ ରଶ୍ମି ଯୋଗୁଁ କୌଣସି କ୍ଷତି ନ ହେବା ପାଇଁ ସମ୍ମୁଖରେ ଏକ ଦର୍ପଣ ରଖାଯାଏ, ଯେଉଁଥିରେ ଦର୍ପଣ ଆପେ ଆପେ ଭାଙ୍ଗିଯାଏ। ରାମଙ୍କୁ ନେଇ ଉତ୍ସବ ମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମ ଭଗବାନଙ୍କର କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ରାମ ଭଗବାନଙ୍କ ଆଖି ଖୋଲିବା ପରେ ସାମ୍ନାରେ ଥିବା ଦର୍ପଣ ଆପେ ଆପେ ଭାଙ୍ଗିଯିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ଅଲୌକିକ ଘଟଣାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଯାହା ହେଉନା କାହିଁକି, ଆମ ସମସ୍ତଙ୍କର ପ୍ରିୟ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଭଲରେ ଭଲରେ ସମାପ୍ତ ହେବା ପାଇଁ ଆମେ ସମସ୍ତେ ଏକ ଶପଥ ନେବା ଯେ ପ୍ରତ୍ୟେକଙ୍କ ଘରେ ଏକ ପୂର୍ଣ୍ଣ କଳସ ସ୍ଥାପନା କରିବା ସହିତ ଅତି କମ୍ରେ 3ଟି ଦୀପ ଜାଳିବା ଏବଂ ସେହିଦିନ ଅର୍ଥାତ୍ 22/1/2024 ତାରିଖରେ ସମସ୍ତ ମଦ ଦୋକାନ ଓ ଆମିଷ ଦୋକାନ ବନ୍ଦ ରଖିବାକୁ ରୂପେ ଷ୍ଟୋରି ତରଫରୁ ମୁଁ ବଲ୍ଲଭ ସମସ୍ତ ଜନସାଧାରଣଙ୍କୁ ବିନମ୍ର ପ୍ରାର୍ଥନା କରୁଛି। ଆଜିର ଭିଡ଼ିଓ ଦେଖୁଥିବା ସମସ୍ତ ଦର୍ଶକଙ୍କୁ ଅନୁରୋଧ, ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ଜୟ ଶ୍ରୀରାମ ଲେଖି କମେଣ୍ଟ କରନ୍ତୁ। ଭଗବାନ ରାମଚନ୍ଦ୍ର ନିଶ୍ଚୟ ଆପଣ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଜୟ ଶ୍ରୀରାମ, ଜୟ ଶ୍ରୀରାମ। ଭାରତ ମାତା କି ଜୟ।